ବାପା ବଣେ ବୁଲି ଯିବି। ତୁ କଣ କରିବୁ ମାରିବୁ ତ ମାର। ଏ ବାବା 100 ଟଙ୍କାଟା ଦେଇଦେ ରେ ବାବା। ଜମା ନାହିଁ 100 ଟଙ୍କା ନାହିଁ ଦେବିନି। ଏ ଭଗବାନ ଏମିତିଆ ପୁଅକୁ ଜନ୍ମ କରିଥିଲି ଯେ ଆଜି ମାଡ଼ ଖାଇବାକୁ ପଡିଲା। ଦିଟାକ ଟୋଟାଲି ଖାତିରି କରୁନାହାନ୍ତି ମୋ କଥାକୁ ଆଉ। ଚଇତା ଏ ଚଇତା ଆରେ ଶୀଘ୍ର ଆସ। କୁଆଡେ ଗଲ ତମେ? ଫକୀର ଆଜି ତ ପାଖରେ। ହଁ ଫକୀରାକୁ ନେଇକି ଆଇଲି ତୁରନ୍ତ ଆମ ଘରକୁ। ତୁ ଆସ ମୁଁ କହିବି ଟିକେ ଆଇବି। ହଁ 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 ଶୀଘ୍ର। କୁଆଡେ ଗଲେ ଏତେ ସମୟ ହେଲା ମୁଁ ଯାଉଛି ନହେଲେ ଏକୁଟିଆ ପଳେଇବି ଆଉ। ହଁ ନମସ୍କାର। ଏବେ କଣ କରୁଥିଲା ତମେ? ଏବେ ସେ ଗାଧେଇ ସାରି ନଥିଲା ମୁଁ ଅପେକ୍ଷା କଲି ସେ ଗାଧେଇଲା ତାପରେ ନେଇକି ଆସିଲି। ଓହୋ କଣ କହୁଥିଲ? ଏବେ କହୁଥିଲି କଣ ତମର କିଛି ଗୋଟେ ଦାୟିତ୍ୱ ଜ୍ଞାନ ବୋଲିଆ ତମର କିଛି ନାହିଁ ତମର। କଣ କହୁନାହାନ୍ତି ଆମେ କଣ କରିବୁ? ଆରେ ଯୋଉ ବୃଦ୍ଧାଶ୍ରମରେ ଯୋଉ ନେଇ ସେ ମଉସାକୁ ଯୋଉ ନେଇକି ଛାଡିଥଲ ଆଜ୍ଞା ତାର କିଛି କଣ ଖବର ଅନ୍ତର ରଖିଛ ନା ନାଇଁ? ଆମେ ବା ଯାଇଥିଲୁ ପୂର୍ବ ସପ୍ତାହରେ ଯାଇଥିଲୁ। ଆମର ଜଣେ ସେ ଯୋଉ କହିଥିଲେ ମହାନ୍ତି ବାବୁଙ୍କୁ, ମହାନ୍ତି ବାବୁ ରାଉତ ବାବୁ 2 ଜଣ ଯାକ ଗଲେ। ଯୋଉ ଡକ୍ଟର ଆଉ ଫାର୍ମାସିଷ୍ଟ ଆଉ ସେ ଯାଇ ତାଙ୍କ ସହିତ ସମସ୍ତଙ୍କର ବଡି ଚେକଅପ୍ ହେଲା। ଆଉ ସବୁ ଭଲ ଅଛନ୍ତି। ଖାଲି ଜଣେ 2 ଜଣଙ୍କ ମଉସାଙ୍କର ଟିକେ ଥଣ୍ଡା କାଶ କଣ ହେଇଯାଇଛି ଯୋଉ ଶୀତ ପଡିଗଲା ଟିକେ ଜୋରରେ। ଆଉ ସେଇଥିରେ ହେଇଯାଇଛି ସବୁ ମେଡିସିନ ଫେଡିସିନ ଦେଇକି ଆସିଥିଲୁ ବା। କିଛି ଅସୁବିଧା ହେଇଛି କି? ନାଇଁ ମତେ ଟିକେ କାଇଁ ଭଲ ଲାଗୁନି। ମୁଁ କହୁଥିଲି ଟିକେ ଯାଇକି ବୁଲି ଆସିଥାନ୍ତେ ଟିକେ। ହଁ ଚାଲୁନ। ଆମେ ତ ଏ ସପ୍ତାହରେ ଆଉ ଯାଇପାରିଲୁନି ଟିକେ ସମୟ ହେଲାନି। ଆଉ ସେ ଟୋକା ରତନା କୁଆଡେ ଗଲା? ତାକୁ ଧରିକି ନେଇକି ନହେଲେ ଗଲନି। ସିଏ ତ ମାଲ ପିଇକି ସବୁବେଳେ ବୁଲୁଛି। ତାକୁ ନେଇଗଲେ ହୋଇର ସେଠି ହବ। ମୁଁ ସେଇଥିପାଇଁ ତାକୁ ନିଏନି। ସେଇ ଥରକ ଯାହା ଯାଇଥିଲା ଆଉ। ସେଇ ଥରକ ପୁଣି ଆପଣ କହିଲାଠୁ ସେ ଯାଇଥିଲା। ସିଏ ତ ଗୋଟେ ଆମକୁ ଗୋଟେ ଅଲଗା ପ୍ରକାର ଖରାପ ଭାବୁଛି। ସେ କହୁଛି ଆମେ ସବୁବେଳେ କହୁଛି ଆମେ କୁଆଡେ ଆପଣଙ୍କୁ ସବୁ ଏଇ ସବୁ ଜିନିଷ କରିବା ପାଇଁ ସବୁବେଳେ ଉସ୍କଉଛୁ। ସିଏ ଆପଣଙ୍କ ପୁଅ ହେଲେ କଣ ତାର ଗୋଟେ ସେବା କରିବାର ମନୋବୃତ୍ତି ଅଛି? ଖାଲି ସେବା ଦେଖେଇ ହେଲେ କଣ ହବ? ତାର ଗୋଟେ ମନୋବୃତ୍ତି ଥିବା ଦରକାର। ବୁଢା ଲୋକଙ୍କୁ ରଖିଛେ ମାନେ ଆମେ ସେବା ଚେଷ୍ଟା କରିବା। ଆପଣ ଯେମିତି ଆପଣଙ୍କ ପୁଅ କଣ ସେମିତି ହେଇପାରୁଛି ତ? ମଦ ପିଇକି ତାର ମଦ ନାରୀ ତାର ଇଏ ଆଉ। ଯେତେବେଳେ ତମକୁ କହୁଛି ନଗଉନ ପକେଇକି ଢୁ ଢାକିରି। ବଡ ପିଲାଟା ହେଲାଣି କଣ ଆଉ ଦାଦା ଡେରି କାହିଁ କରିବା? ଆଜ୍ଞା ଦାଦା ଏ ବୃଦ୍ଧାଶ୍ରମ କରିକି ଆମର ଲାଭ କଣ ହବ? ଲକ୍ଷ ଲକ୍ଷ ଟଙ୍କା ତମେ ଏ ବିଷୟରେ ଖର୍ଚ୍ଚ କରୁଛ। ତମେ ବୁଝିପାରିବନି ସେ କଥା। ଗୋଟାଏ କଥା ଅଛି ମନେ ରଖିଥାଅ, ମାନବ ସେବା ହିଁ ମାଧବ ସେବା। ତମେ ଯେତେବେଳେ ସେଇ ବୟସରେ ପହଞ୍ଚିବ ଯାଇକି ବୁଝିପାରିବ। ବୁଝିପାରୁଛ? ଏବେ ସମୟ ହେଇନି ତମର। ମଉସା ମଉସା ନମସ୍କାର। ତମକୁ କିଏ କହିଲା ପାଣି ଦବାକୁ? ଆଙ୍କୁ କିଏ କହିଲା ପାଣି ଦବାକୁ? ନାଇଁ ଆଜ୍ଞା ତାଙ୍କର କିଛି ଭୁଲ ନାହିଁ ଆଜ୍ଞା। ବସି ବସି ଭଲ ଲାଗୁନି ତ ସେଇଥିପାଇଁ ଟିକେ କାମ କରିଦେଲି ଆଉ। ତମେ ରୁହ। ତାକୁ ତମେ ଆଇଥିଲ କଣ ଏଇ ଅଣ୍ଡା ଦେଖିବାକୁ? ତମେ କାହିଁ ପାଣି ଦଉଥିଲ? ଆରେ ମୁଁ ବା 1000 ଟଙ୍କା ଦଉଛି ଲୋକ ରଖିଛି ପାଣି ଗଛ ବୁଛ ହେନା ତେନାର ଯତ୍ନ ନେବା ପାଇଁକା। ସିଏ ଖାଇବେ ପିଇବେ ଖାଲି ବସିବେ ବୋଲିକା ଏଠି ମୁଁ ସେଇ ସକାଶେ କରିଛି ଏଇ କାମ। ଆମର ସେ ମାଳି ପିଲାଟି ନାହିଁ କି? ଆଜ୍ଞା ସମସ୍ତେ ଅଛନ୍ତି ସେପଟେ ସବୁ କାମରେ ଲାଗିଛନ୍ତି। ନାଇଁ ମଉସା ତମକୁ ଆମେ ଏସବୁ ଜିନିଷ ଭଲ ଠିକ। ଆପଣ ଚାଲନ୍ତୁ ଚାଲ ଚାଲ ଆଜ୍ଞା ଖାଲି ଆଉ ଗୋଟାଏ ଗଛ ବାକି ଅଛି। ପାଣି ଦବ ଚାଲନ୍ତୁ ଆପଣ। ଚାଲ କାମ କରୁଛ ସେଠି। ମଉସା ଜମା କାମ କରିବନି। ଆମର ପିଲା ଅଛନ୍ତି ସବୁ କାମ କରିବେ। ବୁଝିପାରିଲ କି ନାଇଁ? ବସ। ଆଉ ମଉସା ଆଜ୍ଞା ଆଉ ତମର ଏଠି କଣ ଅସୁବିଧା ହଉଛି? ନାଇଁ ଆଜ୍ଞା ଅସୁବିଧା କିଛି ନାହିଁ। ଖାଇବା ପିଇବା ରହିବାରେ? ନାଇଁ ଆଜ୍ଞା ବହୁତ ସୁନ୍ଦର ଲାଗୁଛି ଏଠି। ତାପରେ ଏଇ ଯୋଉ ବାବୁ 2 ଜଣ ଅଛନ୍ତି ସେ ବାବୁ 2 ଜଣ ବହୁତ ବଢିଆ। ଇଏ ମୋ ପୁତୁରା ସେ ଭଣଜା। ଆଜ୍ଞା ବହୁତ ବଢିଆ ଲୋକ ଆଜ୍ଞା। ଭଗବାନ ତାଙ୍କୁ କୋଟି ବରମାଇ ଦିଅନ୍ତୁ। ଯାହା ହଉ ଏଠି କେତେ ଜଣ ଅଛନ୍ତି 40 ଜଣ ଲୋକଙ୍କ କଥା ସିଏ ବୁଝୁଛନ୍ତି। ଠିକ ଅଛି ମଉସା। ଆଜ୍ଞା ମୁଁ ଗୋଟାଏ କଥା ମୁଁ ବୁଝିପାରିଲିନି ଆଜି ଯାକେ, ଆପଣ ଏଠିକି ଆସିବାର କାରଣଟା କଣ? ଆଉ ସେଦିନ ତ ମୁଁ ଟିକେ ବ୍ୟସ୍ତରେ ରହିଗଲି, ଆପଣଙ୍କ ସାଙ୍ଗରେ ଆଲୋଚନା ଆଉ କିଛି ହେଇପାରିଲାନି। ବୁଝିପାରୁଛ? ସେଇଥିପାଇଁକା ଖାସ୍ ଆଜି କାମ ଧନ୍ଦା ବନ୍ଦ କରିକି ମୁଁ କହିଲି ନାଇଁ ମୁଁ ଯିବି ତାଙ୍କ ସାଙ୍ଗରେ ଆଗ ଆଲୋଚନା କରିବି କଣ ହେଇଛି ଅସୁବିଧା କଣ ନାହିଁ ବୁଝିବି ତାପରେ ଯାଇକି ଆସିବି। କଣ କହିବି ଆଜ୍ଞା, ଘରେ ତ 3ଟା ପୁଅ 3ଟା ବୋଉ ଆଉ ନାତି ନାତୁଣୀ। ଏ ବାବୁଙ୍କୁ 2 ଜଣଙ୍କୁ କହିଥିଲି ଖାଇବାକୁ ଗଣ୍ଡା ବି ଠିକ ସେ ଦେଲେନି। 2ଟା ପୁଅ ବାହାରେ ରହିଲେ ଆଉ ଗୋଟା ପୁଅ ଏଇ କଟକରେ ରହିଥିଲା। ଘରେ ଗାଳି ଗୁଲଜ ଯାହା କରେ। ବାପା ଆରେ କଣ ହେଲା କାହିଁ ଡାକୁଛୁ? ଆରେ ତମକୁ ସେ ଘରେ ମୁଁ 100 ଟା ଡାକିଲି ତମେ ଏଇଠି ଅଛ?
ହଁ କ'ଣ ଅସୁବିଧା ହେଲା କହିଲୁ? ଆରେ କାଲି ରାତିରେ ବା ତମକୁ ମୁଁ କହିଥିଲି ମୋର 5,000 ଟଙ୍କା ଦରକାର ବୋଲିକିନି। 5,000 ଟଙ୍କା ତୁ କ'ଣ କରିବୁ? ଆରେ ସାଙ୍ଗସାଥି ମାନଙ୍କ ସହିତ ପିକନିକ ଯିବି। ଯାଉନୁ ପିକନିକ୍, ମୋତେ କ'ଣ କହୁଛୁ? ଆରେ 5,000 ଟଙ୍କା ତମେ ଦବ ବା। ମୋ ପାଖରେ ପଇସା ପତ୍ର କିଛି ନାହିଁ। ଆଉ ନା। କାଲି ଯୋଉ ପେନସନ ପାଇଥିଲ? ଆରେ ପେନସନ ପାଇଥିଲି, ଆଉ ଯୋଉ ଖାଉଛ ସିଏ ଆସିବ କୋଉଠୁ? ସେଇ ପଇସା ବାକି ପଇସା ଦେଇକିନି ଆଉ 100ଟି ଟଙ୍କା ବଳିଛି। 100 ଟଙ୍କାରେ ମୁଁ ଚୋକଡ଼ ଦାନା ଆଣିବି ଯେ ଗାଈ ମୋର ଖାଇବ। ଆଉ ପଇସା ନାହିଁ। ରଖାନ୍ତୁ ସେ ଗାଈ। ନାହିଁ 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 ଦିଅ 100 ଟଙ୍କା। ନାହିଁ, ମୁଁ ତତେ ଦେବିନି। ଦିଅ ନା ଦିଅ କହୁଛି। ହେ ବାପା 100 ଟଙ୍କାଟା ଦେଇଦେରେ ବାପା, ମୁଁ ତ କିଛି ନାହିଁ। ତଳେ ପଡୁଛି। ଜମା ନାହିଁ। 5,000 ଟଙ୍କା ମତେ କେତେବେଳେ ଦବ କୁହ? ଆରେ 5,000 ଟଙ୍କା ମୁଁ ଆଣିବି କୋଉଠୁ? କଣ ଆଣିବ କୋଉଠୁ? ତୁ ଏ ତ 100 ଜନ୍ମ ଟଙ୍କାଟା କଲା ବେଳେ ମୋତେ ତ ପଚାରି ନଥିଲ ଆଣିବି କୋଉଠୁ? ତାମାନେ କ'ଣ ଜନ୍ମ କରିଛି ବୋଲି କ'ଣ ଦୋଷ ମୋର ହେଇଯାଇଛି? ହଁ ଜନ୍ମ କରିଛ ତମେ, ପୋଷିବ ବି ତମେ। ହେ ଭଗବାନ, କେମିତିଆ ପୁଅ ତୁ ରେ? ତୁ ସେ 100 ଟଙ୍କାଟା ବାପା ନାଇଁ, ନାଇଁ। ଦେଇଦେ, ମୋର ହଁ, ଦରକାର। ହାତ ଛଡା କହୁଛି। ଆରେ ନହେଲେ ନାଇଁ। ବାପା ବଣିଆ ବୁଲିଯିବି। ତୁ କ'ଣ କରିବୁ? ମାରିବୁ ତ ମାର। ଏ ବାପା 100 ଟଙ୍କାଟା ଦେଇଦେ ରେ ବାପା। ଜମା ନାହିଁ, 100 ଟଙ୍କା ନାହିଁ, ଦେବିନି। ଏ ଭଗବାନ, ଏମିତିଆ ପୁଅକୁ ଜନ୍ମ କରିଥିଲି ଯେ ଆଜି ମାଡ଼ ଖାଇବାକୁ ପଡ଼ିଲା। ଏ ପ୍ରଭୁ, ଦିଟା ଛୁଆ ଜନ୍ମ କରିଛି, କିଏ ଯାଇ ବିଦେଶରେ ଅଛନ୍ତି। ଆଉ ତୁ ଏ କଟକରେ ରହି ଗୋଟେ ବଡ଼ ବିଜନେସ୍ କୁଆଡ଼େ କରୁଛୁ ନାଇଁ? ପଇସା ନେଇ ମଦ ପିଉଛୁ, ଇଆଡ଼େ କହୁଛୁ ମୁଁ ସାଙ୍ଗ ସହିତ ପିକନିକ୍ କରିବାକୁ ଯିବି। ଏ ବାପା, ତୋ ଗୋଡ଼ ତଳେ ପଡୁଛି ରେ ନାଇଁ, ବାପା। ନାଇଁ। ସେ 100 ଟଙ୍କାଟା ଦେଇଦେ। ନାଇଁ। ଦେଇଦେ ରେ ବାପା, ଦେଇଦେ। ନାଇଁ ମନା କଲି। ଦେଇଦେ ରେ ବାପା, ନାଇଁ। ଦେଇଦେ। ହେ ଭଗବାନ, ଏମିତିକା ପୁଅ ଜନ୍ମ କରିଛି ଯେ ଆଜି ବୁଢ଼ା ବୟସରେ ବି ମୁଁ ମାଡ଼ ଖାଉଛି, ମାଡ଼। ଏ ପ୍ରଭୁ, ତମେ ବିଚାର କର। ଯା ରେ ପୁଅ ଯା, ତୁ ଭଲରେ ରହି ଘର ସଂସାର କର। ଯା 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 ଯା। ହଉ ଆମେ ଯାଉଛୁ। ତମେ ବସ ଏଇଠି, ବସ ଖାଲି ଦେଖ କଣ କୋଉଠି କାମ ଧନ୍ଦା କେମିତି କଣ କରୁଛନ୍ତି କଣ ନାହିଁ। ହଁ ହଁ, ତମେ ଏଇ ଜିନିଷଟା ଖାଲି ଦେଖ। ତମକୁ କିଏ କହୁଛି ଯିବାକୁ କାମ କରିବାକୁ? ତମେ କୌଣସି କାମ କିଛି କେହି କରିବନି, ସିଏ ନାଇଁ। ଆମର ପିଲା ଅଛନ୍ତି କାମ କରିବେ। ନାଇଁ, ବସିଥିଲି ଟିକେ ଭଲ ଲାଗିଲାନି ତ, ଏଇ ଟିକେ ପାଣି ଟିକେ ଦେଇଦେଲି ଗଛରେ। ହଉ ହଉ ଆମେ ଏଥର ସପ୍ତାହକୁ ଦାଦା 2 ଥର ଲେଖା ଆସିବୁ। ହଉ ଠିକ ଅଛି। ଆସିବ ଯେ ସେ ଟୋକାକୁ ନେଇକି ଆସିବ, ରତନାକୁ। ଆଜ୍ଞା ଯୋଉଠି ଥବ ଯଦି ନ ଆସିବ ଟଙ୍କିଆ ମାରିକି ନେଇକି ଆସିବ। ଆଜ୍ଞା ଆଜ୍ଞା। ଆସ। ହଉ ମଉସା ଆମେ ଆସୁଛୁ। ଆଜ୍ଞା। ହଉ ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ନମସ୍କାର। ଆଜିର ଏ ଭିଡ଼ିଓରେ ଆପଣମାନେ ଦେଖିଥିବେ ସାମାନ୍ୟ କେତେଟା ଟଙ୍କା ପାଇଁ ପୁଅଟି କେମିତି ତା ବାପାକୁ ନିର୍ଦ୍ଦୟ ଭାବେ ନିର୍ଯାତନା ଦେଉଛି। ଏଇଥିରୁ ଆମେ କ'ଣ ଶିଖିବା? ଆମେ ଜନସମାଜକୁ ଆମେ କ'ଣ ବାର୍ତ୍ତା ଦେବା? କି ଯୋଉ ବାପା ମା ଆମକୁ ଜନ୍ମ କରିଛନ୍ତି, ସାଧାରଣ ଗୋଟେ ଟଙ୍କା ସକାଶେ ଏମିତି ଅମାନୁଷକୁ ଅତ୍ୟାଚାର କରିବା ନିହାତି ନିନ୍ଦନୀୟ। ତେଣୁ ସମସ୍ତଙ୍କୁ ଆମେ ଗୋଟିଏ ମେସେଜ ଦେଉଛୁ ଏଇ ଭିଡ଼ିଓ ମାଧ୍ୟମରେ, ସାମାନ୍ୟ ଟଙ୍କାଟା ପାଇଁ ଆମେ କେବେ ବି ଆମ ବାପା ମାଆଙ୍କୁ ଏଭଳି ଅତ୍ୟାଚାର କରିବା ନାହିଁ। ନା କ'ଣ କହୁଛ ଫକୀରା? ହଁ, ଆପଣମାନଙ୍କୁ ଆମର ଅନୁରୋଧ, ବାପା ମା ମାନେ ଯେତେ ବି ଗରିବ ହୁଅନ୍ତୁ, ଆପଣମାନେ ଯେତେ ବି ଗରିବ ହେଇଯାଆନ୍ତୁ, କିନ୍ତୁ କେବେ ହେଲେ ବାପା ମାଙ୍କର ହାତ ଉଠାନ୍ତୁ ନାହିଁ। ଆଉ ବୃଦ୍ଧାଶ୍ରମରେ ଛାଡ଼ିବା ପାଇଁ ତାଙ୍କୁ ବାଧ୍ୟ ନ କରାଯାଉ। ମାନେ ସେ ବାପାଟି ଆଜି ମାନେ ରାଗରେ ପଳେଇ ଯାଇଛନ୍ତି ବୃଦ୍ଧାଶ୍ରମ, 2ଟା ପୁଅ ବାହାରେ ରହୁଛନ୍ତି, ଗୋଟା ପୁଅ ବିଜନେସ୍ କରୁଛି, ତଥାପି ସେ ଅମାପ ଧନ ସମ୍ପତ୍ତି ଥାଇ ବି ଆସିକି ସେ ବୃଦ୍ଧାଶ୍ରମରେ ପହଞ୍ଚିଛନ୍ତି। ତେଣୁକରି ଆପଣମାନଙ୍କୁ ଆମର ଅନୁରୋଧ, ଏମିତି କେବେ କରନ୍ତୁ ନାହିଁ। ଆପଣମାନଙ୍କୁ ବି ଆଉ ଗୋଟେ ଅନୁରୋଧ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍, କମେଣ୍ଟ, ସେୟାର ନିଶ୍ଚିନ୍ତ କରିବେ।